So, hello many students, this is Sushant sir from SK Education Odia. ଜୟ ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ଯେଉଁମାନେ ଚ୍ୟାନେଲଟିକୁ ଫାର୍ଷ୍ଟ ଟାଇମ୍ ପାଇଁ ଭିଜିଟ୍ କରୁଛନ୍ତି ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ କରନ୍ତୁ ଏବଂ ଭିଡ଼ିଓକୁ ସେୟାର କରିବାକୁ ଜମା ବି ଭୁଲନ୍ତୁ ନାହିଁ। ତ ଆପଣମାନେ ଜାଣିଥିବେ ଯେ ଆମ ଓଡ଼ିଶା ସମ୍ବାଦ ପରିବାର ତରଫରୁ ଆପଣଙ୍କର ଯେଉଁ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା, ଯେଉଁଥିରେ ଆପଣଙ୍କର ଚିତ୍ରାଙ୍କନ, ଆପଣଙ୍କର ହସ୍ତାକ୍ଷର, ଆପଣଙ୍କର ପ୍ରବନ୍ଧ ଏଇଟା ଆପଣଙ୍କର ଅନୁଷ୍ଠିତ ହୋଇଥିଲା। ମାନେ ଫାଷ୍ଟ ଯେଉଁଟା ମୁଁ କହୁଛି ମାନେ ଆପଣଙ୍କର ବିଦ୍ୟାଳୟ ସ୍ତରରେ ବିଶ୍ୱବିଦ୍ୟାଳୟ ସ୍ତରଟା ସେଟାର ଆପଣଙ୍କ ସାରେଗାମା ଆଉ ଯେଉଁ ବକ୍ତୃତା ଥିଲା ସେଇଟା ରେଜଲ୍ଟ ଆସିନି, ସେଇଟା ତା'ର ସେକେଣ୍ଡ ଫେଜ୍ ପୁଣି ହେବ। ଫାର୍ଷ୍ଟ ଫେଜ୍ ଯେଉଁମାନେ ସିଲେକ୍ସନ୍ ହେବେ ତାଙ୍କୁ ସେକେଣ୍ଡ ଫେଜ୍ ପୁଣି ରାଜ୍ୟସ୍ତରୀୟ ଯିବାକୁ ପଡ଼ିବ ଭୁବନେଶ୍ୱର। ସେଠି ହେଲା ପରେ ତାପରେ ପୁରସ୍କାର ରାଶି ଦିଆଯିବ। କିନ୍ତୁ ଏଇଟା ଆପଣଙ୍କର ଥରେ ହୁଏ ଏଗୁଡ଼ା, ଯିଏ ଚିତ୍ରାଙ୍କନ ହେଉ କି ଆପଣଙ୍କର ହସ୍ତାକ୍ଷର ହେଉ ଏଇଟା ଥରେ ହେଇଗଲା। ଯିଏ ଏଠି ଫାର୍ଷ୍ଟ ସେକେଣ୍ଡ ଜିଲ୍ଲା ସ୍ତରରେ ହେଇଥିଲେ ସେମାନଙ୍କୁ ବଛା ହେଇକି ପୁଣି ରାଜ୍ୟସ୍ତରୀୟ ବଛା ହେଇଛି ତାଙ୍କ ଭିତରୁ ହେଲା। ତ ଏଇ ଯେଉଁ ରେଜଲ୍ଟ ଆସିଛି ଦେଖନ୍ତୁ, ଜାଣିବେ ଯେ କେଉଁମାନେ ସିଲେକ୍ସନ୍ ହେଇଛନ୍ତି, କାହାର ନାମ ଆସିଛି। ଯଦି ଆପଣଙ୍କ ନାଁ ଆସିଛି କି ନାହିଁ ଆପଣ ଦେଖିଲେ ଜାଣିପାରିବେ ଆପଣଙ୍କ ନାଁ ଅଛି କି ନାହିଁ। ଆପଣ ଜାଣିଛନ୍ତି ପ୍ରାଇଜ୍ ମନି 10,000, 7,000, 5,000। ଫାର୍ଷ୍ଟ ପ୍ରାଇଜ୍ 10,000, ସେକେଣ୍ଡ ପ୍ରାଇଜ୍ 7,500, 7,000 ଆଉ ଥାର୍ଡ଼ ପ୍ରାଇଜ୍ ହେଉଛି 5,000। ଓକେ, ଚାଲନ୍ତୁ ଦେଖିବା କାହାର ନାଁ ଆସିଛି କାହାର ନାଁ ଆସିନି, ବା ଆପଣଙ୍କ ନାଁ ଆସିଛି କି ବା କେଉଁ ଜିଲ୍ଲାରୁ ପିଲା ଫାର୍ଷ୍ଟ ହେଇଛନ୍ତି, କେଉଁ ସ୍କୁଲ ପାଇଛନ୍ତି। ଯଦି ବି ଆପଣ ନ ପାଇଥିବେ ଆପଣ ସ୍କୁଲରୁ କିଏ ବି ପାଇଥିବ ଆପଣ କହିପାରିବେ ନା ଯେ ତୁ ଫାର୍ଷ୍ଟ ହେଇଛୁ କି କେଉଁଦିନ ଯିବୁ କ'ଣ, ଏଇଟା ଜାଣିପାରିବେ ହେଲା। ଦେଖନ୍ତୁ ଅଛି କ'ଣ ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା। ଭାଷା ଜ୍ଞାନରେ ଗୁଞ୍ଜନ, ହସ୍ତାକ୍ଷରରେ ଶ୍ରେଣିକା ଓ ଚିତ୍ରାଙ୍କନରେ ଭାଗ୍ୟଶ୍ରୀ ପ୍ରଥମ। ତିନିଟା ଆପଣ ଜାଣିଥିଲେ, ଭାଷା ଜ୍ଞାନ ହେଉଥିଲା, ହସ୍ତାକ୍ଷର ଆଉ ଚିତ୍ରାଙ୍କନ। ତ ଏଇ ଯେଉଁ ପିଲାମାନଙ୍କ ନାଁ ଦେଇକି ସେ ଆକ୍ଚୁଆଲି କିଏ କେଉଁ ସ୍କୁଲରେ କ'ଣ କେମିତି ତାକୁ ନେଇ କେମିତି ଦେଖିବା ହେଲା। ଦେଖନ୍ତୁ ଯଦି ଆପଣଙ୍କ ନାଁ ଆସିଛି ତାହେଲେ ଚେକ୍ କରିଦେବେ। ଦେଖନ୍ତୁ ଏଠି ଆପଣଙ୍କ ନାଁ ଦେଖିବି ପାଇବେ ଜାଣିପାରିବେ। ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଚଳିତ ମାସ 15 ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। 9ଟି ଜୋନ୍ରେ 597 ପରୀକ୍ଷା କେନ୍ଦ୍ରରେ 2,33,000ରୁ ଅଧିକ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତି ବିଭାଗର ଶ୍ରେଷ୍ଠ 3 ଜଣଙ୍କ ନାମ ଘୋଷଣା କରାଯାଇଛି। ଏହି କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା 4 ତାରିଖରେ ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ। ଯେଉଁ 3 ଜଣଙ୍କୁ ଶ୍ରେଷ୍ଠ ଭାବରେ ଘୋଷଣା କରାଯାଇଛି, ସବୁ ଯେଉଁ ଚିତ୍ରାଙ୍କନ 3 ଜଣ, ହସ୍ତାକ୍ଷର 3 ଜଣ, ଭାଷାଜ୍ଞାନ ପ୍ରବନ୍ଧ 3 ଜଣ, ଜିଲ୍ଲା ସ୍ତରୀୟ ସିଲେକ୍ସନ୍ କରିକି ସେମାନେ ପଠାଇଲେ। ସେଠୁ ସେମାନେ ପୁଣି ସିଲେକ୍ସନ୍ କଲା ପରେ ସବୁ ଏଠିକି ରାଜ୍ୟସ୍ତରୀୟ ଗଲା ପରେ ତାଙ୍କ ଭିତରେ ପୁଣି ସବୁଠୁ 3 ଜଣଙ୍କୁ ବଛା ହେଇଛି ହେଲା। ଆପଣ ଦେଖନ୍ତୁ କେବେ ପୁରସ୍କୃତ କରିବେ, 4 ତାରିଖ। ବର୍ତ୍ତମାନ ଦେଖିଦିଅନ୍ତୁ ଯେଉଁମାନଙ୍କର ହେଇଥିବ 4 ତାରିଖ ଦିନ ସେ ଯିବେ ଯାଇକି ସେଠି ବିଜେତା ଘୋଷଣା ବା ବିଜେତା ଆପଣ ହେଇଥିବେ ପୁରସ୍କାର ହେବେ, ପୁରସ୍କାର ପାଇବେ ଆଉ। ଆଚ୍ଛା, କେମିତି କ'ଣ ଯିବେ ସେ ଡିଟେଲ୍ସ ମୁଁ ଲାଷ୍ଟକୁ କହିବି। ଦେଖନ୍ତୁ, ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଚିତ୍ରାଙ୍କନରେ ବରଗଡ଼ ଜିଲ୍ଲା ଅତାବିରା ଗ୍ରାମ ବ୍ଲକ ଅନ୍ତର୍ଗତ କୁମେଲସିଂହାସ୍ଥିତ ସିଦ୍ଧାର୍ଥ ପବ୍ଲିକ୍ ସ୍କୁଲର 5ମ ଶ୍ରେଣୀ ଛାତ୍ରୀ ଭାଗ୍ୟଶ୍ରୀ ମାନବୀ ମିଶ୍ର ପ୍ରଥମ ହୋଇଛନ୍ତି। ତାହେଲେ ଦେଖନ୍ତୁ ଆପଣଙ୍କର ଚିତ୍ରାଙ୍କନରେ ଫାଷ୍ଟ ହୋଇଛନ୍ତି କିଏ, ଭାଗ୍ୟଶ୍ରୀ ମାନବୀ ମିଶ୍ର। କେଉଁଠିକାର, 5ମ ଶ୍ରେଣୀର ସ୍କୁଲ ଛାତ୍ରୀ, ସିଦ୍ଧାର୍ଥ ପବ୍ଲିକ୍ ସ୍କୁଲ, ଘର ହେଉଛି କେଉଁଠି, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହାସ୍ଥିତ। ଇଏ ହେଲା ପ୍ରଥମ, ମନେ ରଖନ୍ତୁ। ଆପଣ ଯଦି ହେଇଥିବେ ଆପଣଙ୍କୁ ବହୁତ ବହୁତ କଂଗ୍ରାଚୁଲେସନ୍ ହେଲା। ଯଦି ଦେଖୁଥିବେ ଭିଡ଼ିଓ ସିଏ, ଯଦି ମୁଁ ଭିଡ଼ିଓ ଛାଡ଼ିଲା ପରେ ଯଦି ଆପଣମାନେ ଯିଏ ବି ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ଏ ଭିତରେ ଥିବେ, ଯଦି ଭିଡ଼ିଓ ଦେଖିଲେ ଆପଣ ଏଠୁ ଜାଣିଲେ ଭିଡ଼ିଓ, ତ ନିଶ୍ଚିତ ଭାବରେ ଗୋଟେ କମେଣ୍ଟ କରିବେ ଯେ ଆପଣ ସେଇ ପିଲା କି କ'ଣ, ଯାହା ଆପଣଙ୍କୁ ଖୁସି ଲେଖିକି କମେଣ୍ଟ କରିବେ ଆଉ ହେଲା। ଆଚ୍ଛା, ଦେନ୍ ଦେଖନ୍ତୁ ସେକେଣ୍ଡ କିଏ ହେଇଛି। କଳାହାଣ୍ଡି ଜିଲ୍ଲା ଥୁଆମୁରାମପୁର ବ୍ଲକ ଅନ୍ତର୍ଗତ କୁମୁଡ଼ା ବାହାର ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନର 4ର୍ଥ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଦ୍ୱିତୀୟ। ଦ୍ୱିତୀୟ ହେଉଛନ୍ତି କିଏ, ଶ୍ରଦ୍ଧାଞ୍ଜଳି ନାୟକ ଦ୍ୱିତୀୟ। କେଉଁଠି, କଳାହାଣ୍ଡିର ଥୁଆମୁରାମପୁର ବ୍ଲକ କୁମୁଡ଼ା ବାହାର ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନ 4ର୍ଥ ଶ୍ରେଣୀର ଛାତ୍ରୀ। ବୁଝିପାରିଲେ ନା? ଆଚ୍ଛା, ଥାର୍ଡ଼ କିଏ ହେଇଛନ୍ତି, କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସ୍ଥିତ ସୁନାବେଡ଼ା ପବ୍ଲିକ୍ ସ୍କୁଲର 5ମ ଶ୍ରେଣୀ ଛାତ୍ରୀ ଦେବାଂଶୀ କୁଲଦୀପ ତୃତୀୟ ସ୍ଥାନ ହୋଇଛନ୍ତି। ଦେଖନ୍ତୁ ପ୍ରାୟତଃ ପଶ୍ଚିମ ଓଡ଼ିଶାର ଚିତ୍ରାଙ୍କନରେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ 3 ଜଣଙ୍କ ହୋଇଛନ୍ତି। ଥାର୍ଡ଼ ଯିଏ ହୋଇଛନ୍ତି କୋରାପୁଟ ଜିଲ୍ଲାର ଦେବାଂଶୀ କୁଲଦୀପ ତୃତୀୟ ସ୍ଥାନ ହାସଲ କରିଛନ୍ତି ହେଲା।
ତାପରେ ଦେଖିବା ଚିତ୍ରାଙ୍କନରେ ହସ୍ତାକ୍ଷର। ହସ୍ତାକ୍ଷର ଦେଖନ୍ତୁ, ହସ୍ତାକ୍ଷର ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ବର୍ଚ୍ଚଣାତୀତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀନିକା ପଣ୍ଡା ପ୍ରଥମ ସ୍ଥାନ ହାସଲ କରିଛନ୍ତି। ହେଲା, ଏଇଠି ଆମ ଯାଜପୁର ଜିଲ୍ଲାର ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀନିକା ପଣ୍ଡା। ସେମିତି ଦ୍ୱିତୀୟ କିଏ? ଜଗତସିଂହପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ରୀ ପଦ୍ମଜା ମହାନ୍ତି। ହେଲା, କିଏ? ଜଗତସିଂହପୁରର ପଦ୍ମଜା ମହାନ୍ତି ହୋଇଛନ୍ତି ଦ୍ୱିତୀୟ। ଇଏ ଗଭର୍ଣ୍ଣମେଣ୍ଟ ସ୍କୁଲ ଛାତ୍ରୀ, ଇଏ ଶିଶୁ ମନ୍ଦିରର। ଆଚ୍ଛା, ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ସାଗରିକା ମହାନ୍ତ ତୃତୀୟ ହୋଇଛନ୍ତି। କେଉଁଠିକାର? କେନ୍ଦୁଝର ଜିଲ୍ଲା ତେଲକୋଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଡ଼ିଆ ମିଡ଼ିୟମ୍ ସେଇଟା, ତା'ର ଛାତ୍ରୀ କିଏ? ସାଗରିକା ମହାନ୍ତ ତୃତୀୟ ହୋଇଛନ୍ତି। ହେଲା, 3 ଜଣ ଜାଣିଲେ ନା? ଏଥିରେ ଆପଣଙ୍କର ଯାଜପୁର ଜଣେ, ଜଗତସିଂହପୁର ଜଣେ, ଆଉ ଜଣେ କେଉଁଝର ଜଣେ। ହେଲା, ତାପରେ ଦେଖିବା ଓଡ଼ିଆ ଭାଷା ଜ୍ଞାନ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସେଣ୍ଟସ୍ ଭ୍ୟାଲି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଗୁଞ୍ଜନ ପୁରୋହିତ ପ୍ରଥମ ହୋଇଛନ୍ତି। ହେଲା, କେଉଁଠିକାର? ଓଡ଼ିଆ ଭାଷା ଜ୍ଞାନ ପ୍ରତିଯୋଗିତାରେ ସୁବର୍ଣ୍ଣପୁର, ମାନେ ସୋନପୁର ଯେଉଁଟା ଆମେ କହୁଛନ୍ତି, ତା'ର ହୋଇଛନ୍ତି କିଏ? ବିନିକା ସେଣ୍ଟସ୍ ଭ୍ୟାଲି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଗୁଞ୍ଜନ ପୁରୋହିତ ହୋଇଛନ୍ତି କ'ଣ? ପ୍ରଥମ ହୋଇଛନ୍ତି। ଓକେ। ଦ୍ୱିତୀୟ କିଏ? ବାଲେଶ୍ୱର ଜିଲ୍ଲା ମାର୍କଳାର ରଘୁନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଭବାନୀ ଶଙ୍କର ମହାରଣା ଦ୍ୱିତୀୟ ହୋଇଛନ୍ତି। ସେମିତି ତୃତୀୟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ତମାଣ୍ଡୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ। କେଉଁଠିକାର? ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀ ଛାତ୍ରୀ। ତାଙ୍କ ନାଁ କ'ଣ ଦେଖିବା, ଏବଂ ଆପଣ ଯେଉଁମାନେ ହେଇଛନ୍ତି କେମିତି ଯିବେ 4 ତାରିଖ ଦିନ କେଉଁଠିକି ଯିବେ ତାକୁ ମୁଁ କହୁଛି। ଦେଖନ୍ତୁ,